ମୁଁ ବା ବଡ ପୁଅ। ନା ନା ମୋର ସାଇନ୍ସ ମନ ଦେଇ ପଢେ ଭାଇ। ସାଇନ୍ସ ତ ଏବେ ନ୍ୟୁଜ୍ ଆସିଛି ଆଜି ସବୁ ଓଡ଼ିଆରେ ହେଇଯିବ ସାଇନ୍ସ। ପ୍ଲସ୍ ଟୁରେ ଯେଉଁ ହିନ୍ଦୀରେ ସବୁ ପଢ଼ିବାକୁ ପଡ଼େ ସାଇନ୍ସଟା ପ୍ଲସ୍ ଟୁରେ ଓଡ଼ିଆରେ ବି ହେବ। ମୋର ଗୋଟେ ଦାଦାଙ୍କ ଝିଅ ତାର ପ୍ଲସ୍ ଟୁ ହେଲା ସେ ଆର୍ଟସ ନବ। 450 ନମ୍ବର ରଖିଛି। ଆଜି ସବୁ ଆସିଲେନି ଦିଦି ଶୀତଲ ଦିଦି ଗୋପୀ ଭାଇ ଆଉ ତୋ ଦିଦି ତ ଆସିବନି ବୋଧେ ଲାଗୁଛି। ଇଂଲିଶରେ ପଢ ହଁ ତୁ ଏ ବର୍ଷ ଇଂଲିଶରେ ପଢିବୁ ଆର ବର୍ଷ ବୋଧେ ଚେଞ୍ଜ ହେଇଯିବ। ମୁନା ବି କହିଥିଲା ଆସିବ ବୋଲି ଆଜି। ଭାଇ ଓଡ଼ିଆରେ କଥା ଆମେ ଜାଣିଛୁ ଏଇ ଓଡ଼ିଆରେ କରିବା ଆମେ ହଁ ଓଡ଼ିଆରେ କରିବ। ନ୍ୟୁଜ୍ ଆସିଛି ସିଏ ଥୋଡ଼ିକିନା କେବେ ହବ ସେଇଟା ଠିକ୍ ଠିକଣା ନାହିଁ। ଏଇ ବର୍ଷ ତ ନୁହଁ ଆର ବର୍ଷ ଲାଗୁଛି ହବ ବୋଧେ। ସାଇନ୍ସରେ ସବୁ ଇଂଲିଶ ଖାଲି ଓଡ଼ିଆ ଆଉ ହିନ୍ଦୀକୁ ଛାଡ଼ି ହଁ ଠିକ୍ କହିଛୁ। ସାଇନ୍ସରେ ସବୁ ହିନ୍ଦୀ ତ ନାହିଁ ପ୍ଲସ୍ ଟୁରେ। ସାଂସ୍କିଟି ହଁ ସାଂସ୍କିଟି ଅଛି। ସାଂସ୍କିଟି ଅଛି ସାଂସ୍କିଟି ଆମେ ପଢ଼ିଲାବେଳେ ମୁଁ 2000 ପ୍ଲସ୍ ଟୁ 18 ମସିହା କଥା କହୁଛି। କଣ ଥିଲା କହିଲୁ? ଅପସନାଲ୍ ଓଡ଼ିଆ ପଲିଟିକାଲ୍ ସାଇନ୍ସ ଅଛି ନା ହିନ୍ଦୀ ତ ଆମର ନଥିଲା ମୁଁ ଦଶମରେ ହିନ୍ଦୀ ଥିଲା। ଦଶମରେ ହିନ୍ଦୀ ଥିଲା ଲେଖିବାଟା ଭାରି କଷ୍ଟରେ ମାନେ ମୁଁ ଯେଉଁ ଆମର ଯେଉଁ ଶବ୍ଦ ରୂପ ଯେଉଁ ଘୋଷିବାକୁ ଯେଉଁ ସାର୍ ବାଡ଼େଇବେ ସକାଳୁ ଉଠୁ ଉଠୁ ମୋର ଗଣିତ ହୁଏନି ଆଉ ଯେଉଁ ସେ ସାଂସ୍କିଟି ଶବ୍ଦ ରୂପ ଦେଲେ ହୁଏନି। ତାପରେ ଓଡ଼ିଆରେ ଅବଶ୍ୟ ପଡ଼ିବ କିନ୍ତୁ ତାପରେ ଯେଉଁ ଶବ୍ଦ ରୂପ ଦେବ ସାଂସ୍କିଟି ନାଇଁ ସାଂସ୍କିଟି କାହିଁ ନେବି ସାଂସ୍କିଟି ହିନ୍ଦୀ ନେଇଯିବା ହିନ୍ଦୀରେ ବି ଭଲ ମାର୍କ ଆସିଥିଲା। ଭାଇ ତୁମ କଲେଜ ନଥିବ ହଁ ବୋଧେ ଆଉ ଆମେ ପଢ଼ିଲାବେଳେ ମୁଁ ମୋର ଅପସନାଲ୍ ଓଡ଼ିଆ ପଲିଟିକାଲ୍ ସାଇନ୍ସ ଇକୋନୋମିକ୍ସ ଲଜିକ୍ ଆଉ ହିଷ୍ଟ୍ରି ମୁଁ ନେଇନଥିଲି ଏଇ ଚାରିଟା ଥିଲା। ଆଉ ଇଂଲିଶ ମ୍ୟାଥ୍ ତ ଇଂଲିଶ ଆଉ ଓଡ଼ିଆ ତ କମ୍ପଲସରି ଆଉ